ଉଦଳା ଆଖପାଖ ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବା ବେଳେ ଉଦଳା ପୁଲିସ 2 ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ଚୋରିରେ ବ୍ୟବହୃତ 2ଟି ବାଇକ୍, ଗୋଟିଏ କାର୍, ଶାବଳ, ଲୁହା ରଡ୍, 4ଟି ମୋବାଇଲ ଏବଂ କିଛି ସୁନାଗହଣା ଜବତ କରିଛି। ଗତ 17 ତାରିଖରେ ଜଗନ୍ନାଥପୁର ଭାଗୀରଥୀ ପ୍ରସାଦ ସାହୁଙ୍କ ପରିବାର ରଥଯାତ୍ରା ଦେଖିବାକୁ ଯାଇଥିବା ବେଳେ ଘରୁ ନଗଦ 4,23,000 ଟଙ୍କା ସୁନାଗହଣା ଲୁଟ୍ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ କନକପଦା ଗ୍ରାମର ରୁନା ବର୍ଣ୍ଣାଡ଼ ବିନ୍ଧାଣୀ ଏବଂ ନୀଳଗିରି ଅଞ୍ଚଳର ଜଣେ ବ୍ୟକ୍ତି ମିଳିତ ଭାବେ ଲୁଟ୍ କରୁଥିବା ଜଣାପଡ଼ିଥିଲା। ଲୁଟ୍ ସାମଗ୍ରୀକୁ ନୀଳଗିରିର ହରଗୋବିନ୍ଦ ରାଣାଙ୍କୁ ବିକ୍ରି କରାଯାଉଥିଲା। ପୁଲିସ 2 ଲୁଟେରାଙ୍କୁ ବାନ୍ଧିବା ସହ ଲୁଟ୍ ଟଙ୍କାରେ କିଣାଯାଇଥିବା ଗାଡ଼ି, ମୋବାଇଲ ଓ ବ୍ୟାଙ୍କ ପାସବୁକ୍ ଜବତ କରିଛି। ଏ ଘଟଣାରେ କିଛି ନାବାଳକ ସମ୍ପୃକ୍ତ ଥିବା ସନ୍ଦେହ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଆମର ଗତ 17 ତାରିଖ ଦିନ ଉଦଳା ଥାନାରୁ ରିପୋର୍ଟ ହେଇଥିଲା ଯେ ଗତ 16/7/2026ରେ ଜଣେ ବ୍ୟକ୍ତି ଯାହାଙ୍କ ନାମ ଭାଗୀରଥୀ ପ୍ରସାଦ ସାହା, ତାଙ୍କର ଘର ଜଗନ୍ନାଥୀ, ଉଦଳା ଥାନା ଅଣ୍ଡରରେ, ସିଏ ସେଦିନ ରଥ ଦେଖିବାକୁ ଯାଇଥିଲେ। ଘର ତାଲା ପକେଇ ଯାଇଥିଲେ। ସନ୍ଧ୍ୟା ସମୟରେ ଲୋକମାନେ ପଶିକି ପାଇଁ ଘର ତାଲା ଭାଙ୍ଗି ତାଙ୍କର ଚିହ୍ନବାଳଙ୍କର ଏବଂ ଗଡରେଜ୍ 4,23,000 ଟଙ୍କା କ୍ୟାସ୍ ଚୋରି କରିଥିଲେ। ଏ ବାବଦରେ ଆମର ଗୋଟେ କେସ୍ ରେଜିଷ୍ଟର ହେଇଥିଲା। ତାପରେ ଆମର ସାଇଣ୍ଟିଫିକ ଟିମ୍ ଆସିକି ସ୍ପଟ୍ ବିଭିନ୍ନ ପ୍ରକାର ଏଭିଡେନ୍ସ କଲେକ୍ସନ କରିଥିଲା। ତାପରେ ଆମର ଆଇଆଇସି ତାଙ୍କର ଷ୍ଟାଫ ଏସ୍କେ ରଣା, ତାପରେ ସେ ପୂର୍ଣ୍ଣିମା ଦାସ, ଆମର ଇତିହାସ ଷ୍ଟାଫ ପିଲାମାନଙ୍କୁ ନେଇକି ବିଭିନ୍ନ ସ୍ଥାନରେ ଆମର ଚଢ଼ଉ କରି ଆମେ ଏପର୍ଯ୍ୟନ୍ତ ଟୋଟାଲ ଉପରେ 2 ଜଣ ମୁଦାଲା ଯିଏକି ମୁଖ୍ୟ ମୁଦାଲା ତାଙ୍କୁ ଆରେଷ୍ଟ କରୁଛୁ ଏବଂ ସେଥିରେ ତାକୁ ଛାଡ଼ିକି ଆମ 3 ଜଣ ସିସିଏଲ୍ ଅଛନ୍ତି, ନାବାଳକ ଅଛନ୍ତି। ତେଣୁକରି ଏ କେସ୍ରେ ଆମେ ଏପର୍ଯ୍ୟନ୍ତ ତଦନ୍ତ କରି ବିଭିନ୍ନ ସ୍ଥାନରେ ରେଡ୍ କରି ନୀଳଗିରି, ଖୁଣ୍ଟା, ମିତ୍ରପୁର, କତିପଦା ଇତ୍ୟାଦି ଅଞ୍ଚଳରେ ଆମେ ରେଡ୍ କରି ଆମେ ଏପର୍ଯ୍ୟନ୍ତ ଏ କେସ୍ରେ ମାନେ ବିଭିନ୍ନ ଆଗରୁ ଏମାନେ ବିଭିନ୍ନ ପ୍ରକାର କେସ୍ରେ ବି ଇନଭଲ୍ଭ ଥିଲେ। ତ ଆମେ ଗୋଲ୍ଡ ଚେନ୍ 2ଟା, ଇୟର ରିଙ୍ଗ 3ଟା, ଗୋଲ୍ଡର ଲକେଟ୍ ଏବଂ ପାୱାର ଏବଂ ଅନ୍ୟାନ୍ୟ ରୂପା ଆଇଟମ୍ ତାକୁ ଛାଡ଼ିକି ମୋବାଇଲ 4ଟି, ପାସବୁକ୍, 2ଟି ମୋଟରସାଇକେଲ, ଗୋଟିଏ କାର୍ ଜବତ କରୁଛୁ ଏବଂ ଏହାର ଇନଭେଷ୍ଟିଗେସନ ଚାଲୁଅଛି। ଏଇ ପର୍ଯ୍ୟନ୍ତ ଆମେ ଆମ ତଦନ୍ତରୁ ଜଣାପଡୁଛି ଏମାନେ ଆମର ଉଦଳା, କତିପଦା, ଶରତ, ବରହମପୁର ଏ ପାଖାପାଖି ଖୁଣ୍ଟା ଏରିଆରେ ପ୍ରାୟ ପାଖାପାଖି 10ରୁ ଅଧିକ କେସ୍ରେ ଇନଭଲ୍ଭ ଅଛନ୍ତି। ଏମାନଙ୍କର ସମସ୍ତେ ଫ୍ୟାମିଲି ପୁରା ଫ୍ୟାମିଲି ମେମ୍ବର ଇନଭଲ୍ଭ ଅଛନ୍ତି ଏଥିରେ। ପ୍ରାୟ ଫ୍ୟାମିଲି ମେମ୍ବର ଇନଭଲ୍ଭ ଅଛନ୍ତି। ରିସିଭର ଅଲଗା ଅଲଗା ଅଛନ୍ତି ଯେଉଁମାନଙ୍କୁ ଆମେ ଆଉ ଟିକେ ତଦନ୍ତ କରୁଛୁ ଏବଂ କେବଳ ଯିଏ ଯାହାକୁ ଗିରଫ କରୁଛନ୍ତି ରିସିଭର ସେଇ ଜଣେ ନା ଆଉ କୋଉଠି ଦିଅନ୍ତି ନାହିଁ? ଏବେ ତଦନ୍ତ ଚାଲିଛି, ଆଗକୁ ଅଧିକ ତଦନ୍ତରୁ ଜଣାପଡ଼ିବ। ଏଇ ତଦନ୍ତ ସମୟରେ ଜଣାପଡିଛି ଯେ ଆଉ ଜଣେ ସମ୍ପୃକ୍ତ ତାଙ୍କ ଭଣଜା ମଧ୍ୟ ଅଛନ୍ତି ଯିଏକି ଫେରାର ଅଛନ୍ତି। ଆଉ କାହାର ଲିଙ୍କ ଅଛି ଏବଂ ତାଙ୍କ ନାବାଳିକା ଝିଅ ମଧ୍ୟ ସମ୍ପୃକ୍ତି କଥା ଉଠୁଛି, କଣ କହିବେ? ଡିଟେଲ ଇନଭେଷ୍ଟିଗେସନ ହବ, ଆହୁରି ହେଲେ ଆପଣଙ୍କୁ ପ୍ରସ୍ତୁତ ଯଦି ଦେଖିବା ଏମାନେ ଯୋଉ ରିସେଣ୍ଟଲି ଯୋଉ 5-6ଟି ଜାଗାରେ ଚୋରି ହେଇଛି ସେଗୁଡା ସବୁଥିରେ ଆଙ୍କର ଏନରୋଲମେଣ୍ଟ ନା ଅନ୍ୟ କିଛି? ପ୍ରାୟ ଜଣାପଡୁଛି ଇନଭଲଭମେଣ୍ଟ ଅଛି। ଏ ପର୍ଯ୍ୟନ୍ତ ଆମେ ଯେତିକି କେସ୍ରେ ଇନଭଲଭମେଣ୍ଟ ଅଛି ଆମେ ସେଥିରେ ରିମାଣ୍ଡ ବି ତାଙ୍କୁ ଆଣିବୁ। ତେଣୁକରି ଆମେ ଏ ବାବଦରେ ବି ତାଙ୍କ ଯେତିକି କେସ୍ରେ ଇନଭଲଭ ଅଛି ଆମେ କୋର୍ଟରେ ଲେଖିକି ଜଣାଉ। ବାକି ଆଗକୁ ଅଧିକ ତଦନ୍ତ କଲେ ଜଣାପଡିବ। ଇଏ କୌଣସି ରାକେଟରେ କାମ କରୁଥିଲେ କିମ୍ବା କେବଳ ନିଜସ୍ୱ ପାରିବାରିକ ସମ୍ପର୍କ ଭିତରେ ହିଁ ଚୋରି କରୁଥିଲେ? ଏମାନେ ପ୍ରଫେସନାଲି ଜଣାପଡୁଛି ଏତେ କେସ୍ରେ ଇନଭଲଭ ମାନେ ପ୍ରଫେସନାଲି ମାନେ ବହୁତ ଆକ୍ଟିଭ ଥିଲେ। ଚୋରି ସେମାନେ କେବଳ ଏଇ ଚୋରର ରିକଭରି ହେଇଛି କି ଅନ୍ୟ ଚୋରର ବି ସାର୍ ରିକଭରି ହେଇଛି? ଏବେ ଯେତିକି ଅଛନ୍ତି ତାଙ୍କର ଭିତରେ ସାର୍ ଯୋଉ କେସ୍ ସବୁ ଚୋରି ହେଇଥିଲା ସେ କେସ୍ର ଷ୍ଟାଟସ୍ କଣ ବର୍ତ୍ତମାନ ଯୋଉ ଟଙ୍କା ସବୁ ଚୋରି କରିଥିଲେ? ଏ ପର୍ଯ୍ୟନ୍ତ ତାଙ୍କର ଅଧିକ ତଦନ୍ତ ଚାଲିଛି। ତାଙ୍କର ଆକାଉଣ୍ଟ ପାସବୁକ୍ ଆମେ ସିଜ୍ କରୁଛୁ। ବିଭିନ୍ନ ତାଙ୍କର ମୋବାଇଲରେ ବି ଟ୍ରାଞ୍ଜାକ୍ସନ ହେଇଛି, ତିଆରି ହେଇଛି। ତେଣୁ ତାକୁ ବ୍ୟାଙ୍କକୁ ପଚାରିଲା ପରେ ଧନ୍ୟବାଦ।